जय श्री जगन्नाथ भाई माने भाई जय सर्वप्रथम श्री गुरुदेव जगन्नाथ। गणपति एवं जगदम्बा को प्रणाम करी आज आम सेशन आरंभ करवा। एई वास्तु मते स्थान निर्वाचन रे परिवेशर भूमिका एई सीरीज टा आमे करूचे एवं एई सीरीज क्रम रे आमे ऑलरेडी बहुत किछि कंप्लीट कर दीचे जेमति कि अप्राकृतिक स्ट्रक्चर मनुष्यकृत जोगुड़ाक मनुष्य तैयारी करिछि से मनुष्यकृत स्ट्रक्चर रे थिले ଆମର ଘରର ପରିବେଶରେ କଣ କଣ ଇମ୍ପାକ୍ଟ ଦିଏ ସେଗୁଡାକ ବି ଆମେ କମ୍ପ୍ଲିଟ କରିଦେଇଛେ। ଏବେ ଆ ପ୍ରାକୃତିକରେ ବି ବହୁତ କିଛି ଜିନିଷ କମ୍ପ୍ଲିଟ କରିଛେ। ସେଇ ବାସ୍ତୁମତ ସ୍ଥାନ ନିର୍ବାଚନରେ ଆଜିର ଟପିକ ରହିବ ଯଦି ଘରର ଚାରିପଟେ ଖାଲି ସ୍ଥାନ ରହିଛି ତାହେଲେ ସେଟା କି ପ୍ରକାର ଇମ୍ପାକ୍ଟ ଆମ ମାନଙ୍କ ଉପରେ ପକେଇବ। ତ ଚାଲନ୍ତୁ ଆମେ ଆରମ୍ଭ କରିବା ସେ ଭିଡିଓ। ଆଉ ଯୋଉମାନେ ପ୍ରିଭିୟସ ଭିଡିଓ ଦେଖି ନାହାନ୍ତି ସେମାନେ ବାସ୍ତୁମତ ସ୍ଥାନ ନିରୂପଣର ପ୍ଲେଲିଷ୍ଟ କୁ ଯାଇକି ଆମ ଚ୍ୟାନେଲରେ ଦେଖିପାରିବେ ଆଉ ପଢି ବି ପାରିବେ ଯଦି କିଛି ଡାଉଟ ଥିବ। ଆଉ ଏବେ ଡାଉଟ ର କୌଣସି ପ୍ରୋବ୍ଲେମ ରହିବନି କାରଣ ଭିଡିଓ ଯେହେତୁ ଅପଲୋଡ ହେଇଯାଉଛି ସମସ୍ତେ ଆରାମସେ ଯାଇକି ପଢିପାରିବେ। ଆଉ ପଢାଇ ସାରିଲା ପରେ ଯଦି ଯାହାର ବିଷୟରେ ଡାଉଟ ରହୁଛି ସେ ଭିଡିଓଟାକୁ ବାରମ୍ବାର ଦେଖି ବି ପାରିବେ, ତେଣୁ କିଛି ଅସୁବିଧା ନାହିଁ। ଆଉ ଯାହା ଡାଉଟ ରହିଲା ପଚାରି ବି ପାରିବେ। ତ ଚାଲନ୍ତୁ ଆରମ୍ଭ କରିବା। ହଁ, ଏବେ ଆମେ ପଢିବା ଖାଲି ସ୍ଥାନ। ଯଦି ବିଭିନ୍ନ ଦିଗରେ ଖାଲି ସ୍ଥାନ ରହେ ତାହେଲେ ସେଟା ଆମ ଉପରେ କିଭଳି ଭାବରେ ଇମ୍ପାକ୍ଟ ପକେଇବ ସେଇ ବିଷୟରେ ଆମେ ଆଜି ଆଲୋଚନା କରିବା। ଏଇଟା ଗୋଟେ ପ୍ଲଟ ରହିଲା, ଏଇଟା ହେଲା ଇଷ୍ଟ, ଏଇଟା ହେଲା ୱେଷ୍ଟ, ଏଇଟା ହେଲା ନର୍ଥ, ଏଇଟା ହେଲା ସାଉଥ। ଯୋଉ ଗୁଡାକ ଆମେ ପଢେଇ ଦେଇଛୁ ଅଲରେଡି। ବାସ୍ତୁମତି ସ୍ଥାନ ନିର୍ବାଚନରେ ପରିବେଶର ଭୂମିକା ପ୍ଲେଲିଷ୍ଟକୁ ଯାଇ ଅନ୍ୟମାନେ ପଢିପାରିବେ। ଦେଖ, ଘରର ଚାରିପଟେ ଯେମିତି ପାହାଡ, ନଦୀ, ପୁଷ୍କରିଣୀ ଏଇ ସବୁ ଥିଲେ ପରିବେଶରେ ଯେମିତି ପ୍ରଭାବ ପକାଏ, ସେମିତି ଯୋଉ ପ୍ଲଟ ର ଚାରିପଟେ ଖାଲି ସ୍ଥାନ ଥାଏ ସେ ବି ପ୍ରଭାବ ପକାଏ। ତେଣୁ ଯଦି କୌଣସି ଘରର କୌଣସି ପ୍ଲଟର ପୂର୍ବ ଦିଗରେ ଖାଲି ସ୍ଥାନ ଥାଏ ତାହେଲେ ଏଇଟା ଶୁଭ ବୋଲି ଧରାଯାଇଛି। ଏବଂ ଏଇଟା ଯଦି ପୂର୍ବ ସ୍ଥାନରେ ଖାଲି ସ୍ଥାନ ଥାଏ ତାହେଲେ ଇଏ କଣ କରେ ନା ଅନ୍ତେବାସୀ ମାନଙ୍କୁ ମାନେ ସେ ଘରେ ଯୋଉମାନେ ରହୁଥିବେ ତା ଉପରେ ଅନୁକୂଳ ପ୍ରଭାବ ପକାଏ। ଏବଂ ସେମାନଙ୍କର ଯେହେତୁ ପୂର୍ବ ଦିଗର ଦେବତା ହଉଛନ୍ତି ଇନ୍ଦ୍ର, ସେଥିପାଇଁ ସେମାନେ ସିଏ କଣ କରେ ନା ପୂର୍ବ ସ୍ଥାନରେ ଯଦି ଖାଲି ଜାଗା ଥାଏ ତାହେଲେ ଅନ୍ତେବାସୀ ମାନଙ୍କର ସୁଖ୍ୟାତି ବଢାଇଥାଏ। ଯଦି ପଶ୍ଚିମ ଦିଗରେ ଖାଲି ସ୍ପେସ ଥାଏ ତାହେଲେ ଏଟା ବାସ୍ତୁମତ ଅଶୁଭ ବୋଲି ଡିସାଇଡ କରାଯାଏ, କାରଣ ପଶ୍ଚିମ ଦିଗର ଅଧିପତି ହଉଛନ୍ତି ଶନି। ଆଉ ଏଇଟା ପୁରୁଷ ମାନଙ୍କ ଉପରେ ଜେନେରାଲି ପ୍ରତିକୂଳ ପ୍ରଭାବ ପକାଏ ଏବଂ ତାଙ୍କର ବଞ୍ଚିବା ପାଇଁ ଏବଂ ପାଠ ପଢା ପାଇଁ ସେମାନଙ୍କୁ ବହୁତ ସଂଘର୍ଷ କରିବାକୁ ପଡେ। ଯଦି ଉତ୍ତର ଦିଗରେ ଖାଲି ସ୍ଥାନ ଥାଏ ତାହେଲେ ବାସ୍ତୁ ମତେ ଏଇଟା ଅତ୍ୟନ୍ତ ଶୁଭ। ଠିକ ଅଛି। ଏବଂ ଏଥିରେ କଣ ହୁଏ ନା ଯେହେତୁ ନର୍ଥ ଡିରେକ୍ସନ କୁବେରଙ୍କ ଡିରେକ୍ସନ, ଏଥିରେ ସେ ଘରେ ପ୍ରଚୁର ପରିମାଣରେ ପଇସା ପତ୍ର ଆସିଥାଏ, ପ୍ରାଚୁର୍ଯ୍ୟ ଥାଏ। କେବଳ ପଇସା ନୁହଁ, ଅନ୍ୟ ସବୁ ଜିନିଷର ପ୍ରାଚୁର୍ଯ୍ୟ ବି ଥାଏ। ଦକ୍ଷିଣ ଦିଗରେ ଯଦି ଖାଲି ସ୍ଥାନ ଥାଏ ତାହେଲେ ତାକୁ ଅଶୁଭ ବୋଲି ଧରାଯାଏ। ଏଥିରେ କଣ ହୁଏ ନା ଦକ୍ଷିଣ ଦିଗରେ ଯଦି କୌଣସି ପ୍ଲଟର ଖାଲି ସ୍ଥାନ ଅଛି ତାହେଲେ ଏଇଟା ଏତେ ପ୍ରତିକୂଳ ପ୍ରଭାବ ପକାଏ ଯେ ସେଟା ମହିଳା ମାନଙ୍କ ଜେନେରାଲି ମହିଳା ମାନଙ୍କ ଉପରେ ଏଟା ସାଂଘାତିକ ପ୍ରତିକୂଳ ପ୍ରଭାବ ପକାଇଥାଏ। ଯେମିତି କଣ କଣ ପ୍ରତିକୂଳ ପ୍ରଭାବ ପକାଏ ନା ମହିଳା ମାନଙ୍କ ସେ ଘରରେ ଯୋଉ ମହିଳା ମାନେ ରହୁଥିବେ ସେମାନଙ୍କ ଉପରେ ସାଂଘାତିକ ଦେହ ଖରାପ ହବା, ଶିକ୍ଷାଗତ ସମସ୍ୟା ଏଗୁଡା ଲାଗି ରହେ। ଯଦି ଐଶାନ୍ୟ ଦିଗରେ ଖାଲି ସ୍ଥାନ ରହିଲା ତାହେଲେ ଏଇଟା ବହୁତ ଭଲ ଏବଂ ବାସ୍ତୁ ମତରେ ଏଇଟା ହେଲା ସବୁଠାରୁ ବେଷ୍ଟ। ଯଦି ଐଶାନ୍ୟ ଦିଗରେ ଖାଲି ସ୍ଥାନ ରହିଲା, ଐଶାନ୍ୟ ଦିଗରେ ଯଦି ଖାଲି ସ୍ଥାନ ରହିଲା ତାହେଲେ କଣ ହୁଅ ନା ସେ ପ୍ଲଟ ର ଯୋଉମାନେ ରହୁଥିବେ ଯାହାର ଐଶାନ୍ୟ ପଟ ଖାଲି ଥିବ ସେ ପ୍ଲଟ ବାସୀଙ୍କୁ ଧନ, ମାନ, ପ୍ରତିପତ୍ତି ଏବଂ ଶିକ୍ଷାର ସବୁ ପ୍ରକାର ଅନୁକୂଳ ପରିସ୍ଥିତି ଏଇ ଖାଲି ସ୍ଥାନ ସୃଷ୍ଟି କରେ। ତାପରେ ଆସିଲା ଆଗ୍ନେୟ ବା ଦକ୍ଷିଣ ପୂର୍ବ। ଭାଇ ଆଗ୍ନେୟ ଆଉ ଦକ୍ଷିଣ ପୂର୍ବରେ କଣ? ଆଗ୍ନେୟ ବା ଦକ୍ଷିଣ ପୂର୍ବରେ କଣ?
ନା ଆଗ୍ନେୟ ଆଉ ଦକ୍ଷିଣ ପୂର୍ବରେ ଏଇ ସ୍ଥାନରେ ଯଦି ଖାଲି ସ୍ଥାନ ଥାଏ ତାହେଲେ ଭଲ, ଯଦି ଏଇ ସ୍ଥାନରେ ଥାଏ ତାହେଲେ ଖରାପ, ଯଦି ଏଇ ସ୍ଥାନରେ ଥାଏ ତାହେଲେ ମିଶ୍ରିତ ଫଳ। ଠିକ ଅଛି ନା? ଆଉ ବାୟବ୍ୟ ବା ଉତ୍ତର ପଶ୍ଚିମ କଣ? ଭାଇ ବାୟବ୍ୟ ଆଉ ଉତ୍ତର ପଶ୍ଚିମ ସ୍ଥାନରେ ଯଦି ଖାଲି ସ୍ଥାନ ରହିଲା, ଏଇଟା ବି ମିଶ୍ରିତ ଫଳ। ଏଇପଟେ ଯଦି ଖାଲି ସ୍ଥାନ ରହିଲା ଭଲ, ଏଇପଟେ ଯଦି ଖାଲି ସ୍ଥାନ ରହିଲା ଖରାପ। ଏଇଠି ମିଶ୍ରିତ ଫଳ। ଏଇଠି ଯଦି ଖାଲି ସ୍ଥାନ ଥାଏ କଣ ହୁଏ ନା ଲୋକମାନଙ୍କର ଶତ୍ରୁ ବୃଦ୍ଧି ହୁଏ, ମାଲି ମୁକଦ୍ଦମାରେ ଛନ୍ଦି ହୁଅନ୍ତି, ସ୍ୱାସ୍ଥ୍ୟଗତ ସମସ୍ୟା ଆସେ। କିନ୍ତୁ ଲୋକମାନଙ୍କୁ ଇଏ କଣ କରେ ନା ଆଧ୍ୟାତ୍ମିକତାକୁ, ଆଧ୍ୟାତ୍ମିକ ମନୋବୃତ୍ତି ବାଲା ଲୋକ ହେଇଯାଆନ୍ତି। ପୁଣି ନୈଋତ୍ୟ ଦିଗ, ଭାଇ ନୈଋତ୍ୟ ଦିଗରେ ଯଦି ଖାଲି ସ୍ଥାନ ଥାଏ ତାହେଲେ ମାନେ ବହୁତ ହି ଖରାପ। ନୈଋତ୍ୟ ଦିଗରେ ଖାଲି ସ୍ଥାନ ଥିଲେ କୋଉଠି ବି ଯଦି ଖାଲି ସ୍ଥାନ ରହିଲା ବହୁତ ହି ଖରାପ। କାହିଁକି? କାହିଁକି ନା ନୈଋତ୍ୟ ଦିଗର ନିରୁତି ନାମକ ଜଣେ ଅସୁରୁଣୀ ହଉଛନ୍ତି ସେ ଜାଗାର ଦେବତା। ତେଣୁ ବେଳେ ବେଳେ ବି ଦେଖାଯାଏ ଯେ ସେଇ ନୈଋତ୍ୟ କୋଣରେ ଯଦି କାହାର ଥାଏ, ବେଳେ ବେଳେ ମାନେ ବହୁତ କମ କେସରେ ଦେଖାଯାଏ ଯେ ସେମାନେ ଲିଡର ହେଇଥାନ୍ତି, ସେମାନଙ୍କର ଡିସିସନ ମେକିଂ ପାୱାର ଟା ବହୁତ ଅଧିକା ଥାଏ। କିନ୍ତୁ ମ୍ୟାକ୍ସିମମ୍ 95% ଅଫ ଦ କେସେସରେ ନୈଋତ୍ୟ ଦିଗରେ ଯଦି ଖାଲି ସ୍ଥାନ ଥାଏ ତାହେଲେ ଇଏ ବହୁତ ଅସୁବିଧା ସୃଷ୍ଟି କରେ। ଏଇଟା ଯେମିତି ଐଶାନ୍ୟ କୋଣରେ ଖାଲି ସ୍ଥାନ ରହିବା ଅତ୍ୟନ୍ତ ଶୁଭ ବାସ୍ତୁ ମତେ, ସେମିତି ନୈଋତ୍ୟ ଦିଗରେ ଖାଲି ସ୍ଥାନ ରହିବା ବି ଅତ୍ୟନ୍ତ ଅଶୁଭ। କିନ୍ତୁ ବେଳେ ବହୁତ କମ କେସରେ ଦେଖାଯାଏ ଯେ ନୈଋତ୍ୟ ଦିଗରେ ଖାଲି ସ୍ଥାନ ଥିଲେ ସେମାନେ ବହୁତ ଉତ୍ତରୋତ୍ତର ଉନ୍ନତି କରନ୍ତି। ଠିକ ଅଛି, ଆଜିର ସେସନ ପାଇଁ ଏତିକି। ପୁଣି କିଛି ସେସନ ସହିତ, ନୂଆ ଜାଣିବା କଥା ସହିତ ଆମେ ପୁଣି କାଲି କିଛି ନୂଆ ସେସନ ନବା। ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ। ଜୟ ଶ୍ରୀ ରାମ।